ଆଜିଠୁ ଏହି ସବୁ କାମ କରିବା ବନ୍ଦ କରିଦିଅନ୍ତୁ। 1 ମିନିଟ୍ ଲାଗିବନି। ଏହିପରି ଘରେ ଜୁସ୍ ତିଆରି କରି ପିଲାମାନଙ୍କୁ ଦିଅନ୍ତୁ। ମାର୍କେଟରୁ କିଣି ଖାଇବା ପୁରା ବନ୍ଦ ହେଇଯିବ। ଏହି ଡହଡ ଖରାରେ ପିଲାମାନେ ବେଶୀ ପସନ୍ଦ କରିଥାନ୍ତି ଦୋକାନରୁ ଏହିପରି ଜୁସ୍ କିଣି ପିଇବା ପାଇଁ। ଦର୍ଶକ ବନ୍ଧୁମାନେ ଏହାକୁ ଆପଣମାନେ ଗୋଟେ ଥର ଟ୍ରାଏ କରନ୍ତୁ। ଦେଖିବେ ପିଲାମାନେ ଦୋକାନ ଯିବା ଭୁଲିଯିବେ। ଭିଡ଼ିଓକୁ ଲାଷ୍ଟ ଯାଏଁ ନିଶ୍ଚୟ ଦେଖିବେ। ଆଉ ଭିଡ଼ିଓ ଭଲ ଲାଗିଲେ ଗୋଟେ ଲାଇକ୍ ନିଶ୍ଚୟ କରିବେ। ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ତ ଚାଲନ୍ତୁ ଆଜିର ରେସିପିଟି ଷ୍ଟାର୍ଟ କରିବା। ତ ଦର୍ଶକ ବନ୍ଧୁ ଦେଖନ୍ତୁ ଏଇଠିରେ ମୁଁ ଗୋଟେ କଞ୍ଚା ଆମ୍ବ ନେଇଛି ଆଉ 3ଟି ପାଚିଲା ଆମ୍ବ ନେଇଛି। 3ଟି ପାଚିଲା ଆମ୍ବରେ ଗୋଟେ କଞ୍ଚା ଆମ୍ବର କ୍ୱାଣ୍ଟିଟି ଖୁବ୍ ଭଲ ହେଇଥାଏ। ଆପଣମାନେ ଚାହିଁଲେ କ୍ୱାଣ୍ଟିଟି ବେଶୀ କରିପାରିବେ କିମ୍ବା କମ୍ ମଧ୍ୟ କରିପାରିବେ। ଦେଖନ୍ତୁ ଏଠି ମୁଁ ଆମ୍ବ ଗୁଡ଼ିକୁ ଧୋଇ ନେଇଛି। ତ ଏବେ ଆମେ କଞ୍ଚା ଆମ୍ବକୁ କାଟି ନେବା। ପ୍ରଥମେ ମୁଁ କଞ୍ଚା ଆମ୍ବର ଚୋପା ଛଡ଼େଇ ନେଉଛି। ଦର୍ଶକ ବନ୍ଧୁ ଆଜିର ରେସିପି ଭଲ ଲାଗିଲେ ଗୋଟେ ଲାଇକ୍ ନିଶ୍ଚୟ କରିବେ। ତ ଦେଖନ୍ତୁ ମୁଁ ଚାକୁ ସାହାଯ୍ୟରେ ତା'ର ଚୋପାକୁ ଛଡ଼େଇ ନେଉଛି। ହାଲୁକା ମିଠା ଆମ୍ବ ରହିଥାଏ, ଯେମିତି ବେଶୀ ଖଟା ଆମ୍ବ ନେଇନାହିଁ। ଯଦି ଆପଣମାନେ ବେଶୀ ଖଟା ଆମ୍ବ ନେଉଛନ୍ତି ତ ତା'ର ଟ୍ରିକ୍ସ ପରେ ବତେଇବି। ତ ଦେଖନ୍ତୁ ଏଠିରେ ସବୁତକ ଚୋପା ଛଡ଼େଇ ସାରିଲା ପରେ ଏବେ ମୁଁ ଆମ୍ବକୁ କାଟି ନେବି। ସାଇଡ଼୍ କାଟି ସାରିଲା ପରେ ଏବେ ଆମେ ଆମ୍ବକୁ ଛୋଟ ଛୋଟ କାଟି ନେବା, ଯେଉଁଥିରେ କି ଏହା ଆମର ଭଲ ଭାବରେ ବାଟି ହେଇଯିବ। ତ ଦେଖନ୍ତୁ ଏହିପରି ଛୋଟ ଛୋଟ କାଟି ନେବା। ତ ସବୁତକ ଆମ୍ବକୁ ଏହିପରି କାଟି ନେବା। ଯଦି ଆପଣମାନେ ଆମ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏହିପରି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ। ତ ଦେଖନ୍ତୁ ବାକି ଯେଉଁ ସାଇଡ଼୍ରେ ଥିଲା ସେ ସବୁକୁ ମଧ୍ୟ କାଢ଼ି ଏହିପରି ଛୋଟ ଛୋଟ କାଟି ନେବା। ତ ଦେଖନ୍ତୁ ଆମର ଏହା କ୍ୱାଣ୍ଟିଟିରେ ଅଧ ଗିନା ହେଇଛି। ତ ଏବେ ଆମେ ସବୁତକ ପାଚିଲା ଆମ୍ବକୁ ମଧ୍ୟ କାଟି ନେବା। ସାଇଡ଼୍ରୁ ଏହିପରି କାଟି ସବୁ ବାହାର କରିନେବା। ତ ଦେଖନ୍ତୁ ଏହିପରି କାଟି ନେବା। ଏହା ମୁଁ ନେଇଥିବା ଆମ୍ବ ଟିକେ ହାଲୁକା ମଝିରେ ହ୍ୱାଇଟ୍ ପାର୍ଟ ଅଛି, ତ କିଛି ଅସୁବିଧା ହେବନି। ଆମ୍ବ ପାଚିଥିବା ଦରକାର। ତ ଦେଖନ୍ତୁ ଏହିପରି ସବୁତକ କାଟି ନେବି। ଆଉ ଏହାକୁ ଆମେ ଚୋପା ଛଡ଼େଇ କାଟିବାନି। ଯଦି ଆପଣମାନେ ଟିକେ ଟାଣ ଆମ୍ବ ନେଉଛନ୍ତି ପାଚିଲା ଆମ୍ବ, ତାହେଲେ ଏହାର ପ୍ରଥମେ ଚୋପା ଛଡ଼େଇ ଏହାକୁ କାଟିକି ମଧ୍ୟ ନେଇପାରିବେ। ତ ଏଠି ଦେଖନ୍ତୁ ମୁଁ ଗୋଟେ ଚାମଚ ସାହାଯ୍ୟରେ ଏହିପରି ତା'ର ସବୁ ପଲ୍ପ ଗୁଡ଼ିକୁ କାଢ଼ି ନେବି। ତ ଆପଣମାନେ ଟିକେ ଯଦି ଟାଣୁଆ ଆମ୍ବ ନେଉଛନ୍ତି ତାହେଲେ କାଟିକି ମଧ୍ୟ ନେଇପାରିବେ ନିଜ ଇଚ୍ଛା ଅନୁସାରେ। ଆଉ ଯଦି କ୍ୱାଣ୍ଟିଟି କମ୍ ବେଶୀ କରିବା ପାଇଁ ଚାହୁଁଛନ୍ତି, କମ୍ ତ ହେବନି କିନ୍ତୁ ବେଶୀ କରିବା ପାଇଁ ଚାହୁଁଛନ୍ତି ତାହେଲେ କରିପାରିବେ। କ୍ୱାଣ୍ଟିଟି କମ୍ରେ ଆମେ ଅଧା କଞ୍ଚା ଆମ୍ବ, ଗୋଟେ ପାଚିଲା ଆମ୍ବ ଏହିପରି ନେଇପାରିବା କ୍ୱାଣ୍ଟିଟି। ଦେଖନ୍ତୁ ସବୁତକ ପଲ୍ପ ଗୁଡ଼ିକୁ ଏହିପରି ଚାମଚ ସାହାଯ୍ୟରେ କାଢ଼ି ନେବା। ଚାମଚ ସାହାଯ୍ୟରେ ଖୁବ୍ ଭଲ ଭାବରେ କାଢ଼ି ହେଇଯାଇଥାଏ। ତ ଦର୍ଶକ ବନ୍ଧୁ ଚାଲନ୍ତୁ ଏସବୁ ପଲ୍ପ ଗୁଡ଼ିକୁ କାଢ଼ି ନେବା। ଆଉ ଯେଉଁ ଟାକୁଆ ସାଇଡ଼୍ରେ ଥାଏ ତାକୁ ଆମେ ଚିପୁଡ଼ିକି ମଧ୍ୟ ନେଇପାରିବା। ଯଦି ଆମ୍ବ ବେଶୀ ପାଚି ଯାଇଛି ଆମେ ତା'ର ଚୋପା ଛଡ଼େଇ ତାକୁ ଚିପୁଡ଼ିକି ନେଇପାରିବା। ରେସିପିରେ କିଛି ଟେଷ୍ଟର ଚେଞ୍ଜ ହୋଇନଥାଏ। ତ ଦେଖନ୍ତୁ ଏହିପରି ଆମେ ସବୁ ବୁଦାକୁ କାଢ଼ି ନେବା। ଆଜିର ଏହି ରେସିପି ଘରେ ତିଆରି କରନ୍ତୁ, କେତେ ସ୍ୱାଦିଷ୍ଟ ଲାଗିବ ଯେ ମାର୍କେଟରୁ କିଣି ଆଣିବା ଭୁଲିଯିବେ ଆପଣମାନେ। ଖାସ୍ କରି ପିଲାମାନେ ଏହି ଖରା ଗରମରେ ଯେଉଁ ଥଣ୍ଡା ପିଇବା ପାଇଁ ଜିଦ୍ କରିଥାନ୍ତି ତାଙ୍କ ପାଇଁ ଏହା ପୁରା ବେଷ୍ଟ ରେସିପି ରହିଥାଏ। ତ ଏହି ରେସିପିରେ ପିଲାମାନଙ୍କ ଦେହ ମଧ୍ୟ ଖରାପ ହେଇନଥାଏ। ତ ଦେଖନ୍ତୁ ଏଇଥିରେ ମୁଁ ସବୁ ପଲ୍ପ ଗୁଡ଼ିକୁ କାଢ଼ି ନେଇଛି। ଏବେ ଦେଖନ୍ତୁ ସବୁତକ କାଢ଼ି ସାରିଲା ପରେ ଆମର କ୍ୱାଣ୍ଟିଟି କେମିତି ଅଛି। ପାଚିଲା ଆମ୍ବ ଅଛି 1 ଗିନା, କଞ୍ଚା ଆମ୍ବ ହେଇଯାଇଛି ଅଧ ଗିନା। ମୁଁ ହାଲୁକା ମିଠା ଆମ୍ବ, ହାଲକା ଖଟା ମିଠା ଆମ୍ବ ନେଇଛି, ତ କଞ୍ଚା ଆମ୍ବ ଅଧ ଗିନା ହେଇଯାଇଛି। ଆପଣ ଯଦି ପୁରା ଖଟା ଆମ୍ବ ନେଉଛନ୍ତି ତା'ର କ୍ୱାଣ୍ଟିଟି ଆଉ ଟିକେ କମ୍ କରିପାରିବେ। ତ ଦେଖନ୍ତୁ ସବୁତକକୁ ଗ୍ରାଇଣ୍ଡର ଜାର୍ରେ ଦେଇ 1-2 ଚାମଚ ପାଣି ଦେଇ ଏହାକୁ ଭଲ ଭାବରେ ବାଟି ନେବା। ଦେଖନ୍ତୁ ଏହିପରି ଆମେ ଏହାକୁ ଏବେ ଚାଲନ୍ତୁ ବାଟି ନେବା। ଏହାକୁ ବାଟିବା ପାଇଁ ବେଶୀ ସମୟ ଲାଗିନଥାଏ, କିଛି କମ୍ ସମୟରେ ବାଟି ହେଇଯାଇଥାଏ। ଆଉ ଦେଖନ୍ତୁ ଏଠି ଆମର ପେଷ୍ଟ ତିଆରି ହେଇଯାଇଛି। ଚାଲନ୍ତୁ ନେକ୍ସଟ ପ୍ରୋସେସ୍ କରିବା। ଏଠି ମୁଁ ଗୋଟେ ପାତ୍ର ନେଇଛି। ଏବେ ଆମେ ଏହା ଉପରେ ଗୋଟେ ଜାଲି ରଖିଦେବା। ତ ଦେଖନ୍ତୁ ଏହିପରି ଆମେ ଆମର ପେଷ୍ଟକୁ ଦେଇଦେବା। ଆଉ ଏହାକୁ ଚାମଚ ସାହାଯ୍ୟରେ ଛାଣି ନେବା, ଯେଉଁଥିରେ କି ଯେଉଁ ଟାଣ ଅଂଶ ରହିଯାଇଥିବ ଏବଂ ତା'ର ଟିକେ ହାଲୁକା ଚେରୁଆ ଅଂଶ ରହିଯାଇଥାଏ ସେସବୁ କାଢ଼ି ହେଇଯିବ। ତ ଦର୍ଶକ ବନ୍ଧୁମାନେ ଆଜିର ରେସିପି ଆପଣମାନେ କେଉଁ କେଉଁ ଜାଗାରୁ ଦେଖୁଛନ୍ତି କମେଣ୍ଟରେ ନିଶ୍ଚୟ ଜଣାଇବେ। ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବି। ତ ଦେଖନ୍ତୁ ଏଠିରେ ସବୁତକ ପଲ୍ପ କାଢ଼ି ହେଇଯାଇଛି ଏବଂ ଏତିକି ଆମର ଟାଣୁଆ ସାଇଡ଼୍ ରହିଯାଇଥିଲା ତ ସେଇଟା ମଧ୍ୟ କାଢ଼ି ହେଇଯାଇଛି। ଜାଲିର ପଛପଟେ ଯେଉଁ ପେଷ୍ଟ ରହିଯାଇଛି ସେଟାକୁ ମଧ୍ୟ ଚାମଚ ସାହାଯ୍ୟରେ କାଢ଼ି ନେବା। ତ ଦେଖନ୍ତୁ ଆମର ଆମ୍ବର ପେଷ୍ଟ ତିଆରି ହେଇଯାଇଛି।
आंब रस जोटा भी कही पारिबा। एठी देखंतु गोटे कढ़ई को मीडियम फ्लेम रे गरम करी एबे हमें ए सब रस को देई देबा। आउ एहा को जेते बेले हमें गोटे गिना पाचिला आंब आउ अध गिना कंचा आंब नेइथिला सेही अनुसार हमें एठी देई देबा अध गिना चीनी आ स्वाद अनुसार गोटे छोट चामच लूण। आ जदि आपण माने बेसी मीठा पसंद करूछंती ताहले आउ गोटे 2 चामच चीनी बढ़ाई पारिबे। आ जदि कम मीठा पसंद करूछंती ताहले कम मध्य करि पारिबे। त देखंतु एहा को हमें 3 ରୁ 4 मिनिट भलो भाबरे घांटी नेबा जोथरे कि एहा एथिरे थिबा पानिया अंश टिके मरि जिवो एवं हमर पूरा बेस्ट माजा तयारी हेबो। बाहरु किणी आनिला ठारू भी बेसी स्वादिष्ट हेई थाए। पिला मानन को तयारी करी दउंतु से माने बिल्कुल भी जानि परिबेनी। देखंतु एहार टेक्सचर एही परि रहबा दरकार। एबे हमें गैस रो फ्लेम को कम करी एहा को आहुरी गोटे 2 मिनिट चलै नेबा जोथरे कि एहार कंसिस्टेंसी पूरा जेली परिका ही जो। देखंतु एहा केमिति तयारी हिची। एही समय रे हमें गैस बंद करी एहा को ठंडा हेबा पई छाडी देबा। देखंतु एही कंसिस्टेंसी रे बंद करिवे। ठंडा हला परे मध्य एहार टेक्सचर हल्का मोटा रही जाइते। तो देखंतु हमर आंब रस ठंडा ही जाइची। एबे चलंतु नेक्स्ट प्रोसेस को जिबा हमें। तो दर्शक बंधु एठी देखंतु जूस तयारी करिबा पई एठी मु नेइची 3 डंकी आंब रस। एही परि आपण माने नै परिबे जेतिकी पीबा सेतिकी तयारी करिबा। आउ एही परि जो हमें पेस्ट आंबर तयारी करिछु ताहाकू हमें फ्रिज रे एयर टाइट डब्बा रे भरी के रखि देबा जोथरे कि एहा गोटे मास आराम से चली जाई थाए। एबे देखंतु हमें भलो भाबरे मिक्स कर देबा। आ जदी हल्का कम चीनी लागुछि ताहले एही समय रे हमें आ गोटे डंकी मध्य व्यवहार करि पारिबा टेस्ट अनुसार निजर। तो देखंतु आ गोटे डंकी दे सल्ला परे एहा को मध्य हमें मिक्स कर देबा भलो भाबरे। आ एही जो बळी जाइछि एहा को हमें एयर टाइट डब्बा रे बंद करी एहा को मासे जाय फ्रिज रे रखी स्टोर करि पारिबा। देखंतु हमर माजा मु गोटे माजा बोतल रे एहा को पुरई देछि। ए परि माजा बोतल रे पुरई की रखंतु आ पिला मानन को दियंतु से माने जानि परिबेनी एहा दुकान रो किणा कि घरे तयारी हिछि। तो दर्शक बंधु आज रेसिपी केमिति लागिला कमेंट रे निश्चय जणेबे। जो पेस्ट को आमे घरे रखी थिबा से को आमे गोटे मिनिट रु कम समय रे मध्य तयारी करि परिबा एही परि। तो देखंतु आहुरी टिके टेस्ट को एनहांस करिबा पई एठी मु गोटे छोट चामच रु अध चामच कला लूण दे देछि आ से को भलो भाबरे मिक्स कर देछि। जदि आपण मानन को कला लूण पसंद तो एही परि आपण माने जोथरे कला लूण देगी पी परिबे तार टेस्ट आहुरी बढ़ी जाइथे। जदि पसंद तो एही ट्रिकटा करि परिबे। तो देखंतु एही परि मु गोटे छोट माजा बोतल रे मध्य पुरई देछि जोंठी पिला माने पीबा पई जिद करि थांती। जो पेस्ट टी आमे तयारी करि रखिजु फ्रिज रे से पेस्ट को आमे ग्लास रे गोटे 2 चामच दे देबा आ पानी रे गुली पिला मन को दे देबा। गोटे मिनिट भी लागिबनी हमर माजा तयारी ही जिवो। पिला माने या को खूब पसंद करिवे। तो दर्शक बंधु एही परि गोटे थर निश्चय ट्राई करन। सेमिति ही गोटे मिनिट रे तयारी ही जिवो हमर जूस पिला मन को बाहर किने देबे नाही। तो दर्शक बंधु माने आज रो रेसिपी भल लागितले रेसिपी कोटे लाइक चैनल को सब्सक्राइब निश्चय कर देबे एही परि नुवा नुवा रेसिपी देखिबा पई। तो आज पई एतिकी रहउची। नमस्कार जय जगन्नाथ। पुणी देखा बा एही परि गोटे नुवा रेसिपी रे।